ପଡ଼ିଶା ଘର ଭାଉଜର ରିଲ୍ସ ଇନଷ୍ଟାରୁ ଦେଖି ଦିବାନା ହୋଇଯାଇଥିଲା ଦିଅର ଅଜୟ। ପ୍ରଥମେ ଇନଷ୍ଟାରେ ଫଲୋ କଲା, ସେ ଇନଷ୍ଟାରେ ମେସେଜ କରିବା ଆରମ୍ଭ ହେଲା। ଆଉ ଧୀରେ ଧୀରେ ଭାଉଜ ଦିଅର ସମ୍ପର୍କଟା ପ୍ରେମ ଆଡ଼କୁ ମାଡ଼ି ମାଡ଼ି ଚାଲିଲା। ହେଲେ ଏହି ପ୍ରେମ ନାଁରେ ଚାଲିଥିବା ପରକୀୟା ପ୍ରୀତି ଶେଷରେ ଏମିତି ଭୟଙ୍କର ରୂପ ନେଇଥିଲା। ଦିଅର ଭାଉଜର ଏହି ପ୍ରେମ କାହାଣୀ କେଉଁ ମୋଡ଼ ନେଲା, ଆଉ ଏମାନଙ୍କ ପ୍ରେମରେ ଆଗକୁ କ'ଣ ହେଲା ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ରାହୁଲ ବାହା ହେବା ପାଇଁ ଅଞ୍ଜଳିକୁ ଦେଖିବାକୁ ତାଙ୍କ ଘରେ ପହଞ୍ଚି ଯାଇଥିଲା। ଅଞ୍ଜଳି ଦେଖିବାକୁ ସୁନ୍ଦରୀ ଥିଲା, ସେଥିପାଇଁ ରାହୁଲ ତାକୁ ପ୍ରଥମ ଦେଖାରେ ହିଁ ପସନ୍ଦ କରିସାରିଥିଲା। ଅଞ୍ଜଳି ବି ରାହୁଲକୁ ପସନ୍ଦ କଲା। ବଡ଼ ଧୁମଧାମରେ ବାହାଘର ବି ହେଲା। ଅଞ୍ଜଳି ଆଉ ରାହୁଲ ସହରରେ ଗୋଟେ ଘର ଭଡ଼ା ନେଇ ରହିବାକୁ ଲାଗିଲେ। କାହିଁକିନା ରାହୁଲ ଡ୍ରାଇଭର ଥିଲା, ଆଉ ସେ ସହରରେ ରହି ଗାଡ଼ି ଚଲାଉଥିଲା। ଉଭୟଙ୍କ ସଂସାର ଗାଡ଼ି ବେଶ ହସ ଖୁସିରେ ଆଗକୁ ଆଗକୁ ମାଡ଼ି ବି ଚାଲିଥିଲା। ଉଭୟଙ୍କର 2 ସନ୍ତାନ ବି ଜନ୍ମ ହୋଇସାରିଥିଲା। ରାହୁଲ ସବୁଦିନ ଗାଡ଼ି ଚଲାଇବାକୁ ଘରୁ ବାହାରିଯାଏ, ଆଉ ରାତିରେ ଘରକୁ ଫେରେ। ଅଞ୍ଜଳି 2 ଛୁଆଙ୍କ ଯତ୍ନ ନେବା ସହ ଖାଲି ସମୟ ମିଳିଲେ ଇନଷ୍ଟାରେ ରିଲ୍ସ ବି କରେ। ଇନଷ୍ଟାରେ ଅଞ୍ଜଳିର ଏମିତି ସୁନ୍ଦର ସୁନ୍ଦର ଫଟୋ ଦେଖି ଅଜୟ ନାମକ ଏହି ଯୁବକ ପାଗଳ ହୋଇଯାଏ, ଆଉ ଅଞ୍ଜଳିକୁ ଫଲୋ ବି କରେ। ଅଞ୍ଜଳି ସହିତ ସମ୍ପର୍କ ବଢ଼ାଇବା ଅଜୟ ଧୀରେ ଧୀରେ ଅଞ୍ଜଳିକୁ ମେସେଜ କରିବା ଆରମ୍ଭ କରେ। ଧୀରେ ଧୀରେ ଅଞ୍ଜଳି ମେସେଜର ଉତ୍ତର ଦେବା ବି ଆରମ୍ଭ କରିଦିଏ। ଶେଷରେ ଅଜୟ ଜାଣିବାକୁ ପାଏ ସେ ଯାହା ପାଇଁ ଇନଷ୍ଟାରୁ ପାଗଳ ସେ ଆଉ କେହି ନୁହେଁ, ବରଂ ସେ ତା'ର ପଡ଼ିଶା ଘରେ ଭଡ଼ା ନେଇ ରହୁଥିବା ଭାଉଜ ଅଞ୍ଜଳି। ଖୁସିରେ ନାଚିଯାଏ ଅଜୟ, ଆଉ ଧୀରେ ଧୀରେ ପଡ଼ିଶା ଘର ଭାଉଜ ଅଞ୍ଜଳି ସହିତ ମିଶିବାକୁ ଲାଗେ। ଏହି ସାମାନ୍ୟ ଦେଖା ସାକ୍ଷାତ ଆଉ ମିଳାମିଶା ଆଗକୁ ଉଭୟଙ୍କୁ ପ୍ରେମରେ ପକାଇ ଦିଏ। ପ୍ରେମ ଗଭୀର ହେଲା ପରେ ଦିଅର ଭାଉଜ ମଜା ନେବାରେ ବ୍ୟସ୍ତ ହୋଇପଡ଼ନ୍ତି। ସବୁଦିନ ଅଞ୍ଜଳିର ସ୍ୱାମୀ ରାହୁଲ ଗାଡ଼ି ନେଇ ନିଜ ଡ୍ୟୁଟିରେ ବାହାରିଯାଏ, ଆଉ ଅଞ୍ଜଳି 2 ଛୁଆଙ୍କୁ ସ୍କୁଲ ପଠାଇ ଦେଇ ଅଜୟ ସହ ପ୍ରେମର ବାସର ରାତିରେ ସବୁଦିନ ମଜା ନେବାରେ ବ୍ୟସ୍ତ ରହିଯାଏ। ଅଜୟ ସବୁଦିନ କିଛି ନା କିଛି ବାହାନା କରି ଅଞ୍ଜଳି ଘରକୁ ଆସେ, ଆଉ ସବୁଦିନ ସେମାନେ ନିଜ ଦେହର ଭୋକକୁ ମେଣ୍ଟେଇ ଚାଲନ୍ତି। ରାହୁଲ ଅନୁପସ୍ଥିତିରେ ଅଞ୍ଜଳି ଆଉ ଅଜୟ ନିଜ କାମନାର ବାସ୍ନାରେ ମଜିଯାଆନ୍ତି, ଆଉ ନିଜକୁ ଖୁସି କରି ଚାଲନ୍ତି। ହେଲେ ସବୁଦିନ ସମାନ ନଥାଏ ଆଜ୍ଞା। ସେଦିନ ହଠାତ୍ ରାହୁଲ ଯେମିତି ଝଡ଼ ହୋଇ ମାଡ଼ି ଆସେ। ସେଦିନ ରାହୁଲର କାମ ଶୀଘ୍ର ସରିଯାଇଥାଏ, ଆଉ ରାହୁଲ ଘରେ ପହଞ୍ଚି ଦେଖେ ତ ବାହାରେ ଜଣେ ଯୁବକର ଜୋତା ଥୁଆ ହୋଇଛି। ରାହୁଲ ଘରର କବାଟ ପିଟେ। କିଛି ସମୟ ପରେ ନିଜ ଶାଢ଼ୀକୁ ସଜାଡ଼ି ଅଞ୍ଜଳି କବାଟ ଖୋଲେ। ଅଞ୍ଜଳି ରାହୁଲକୁ ଅଚାନକ ଦେଖି ଡରିଯାଏ। ସେପଟେ ରାହୁଲ ସିଧା ଘର ଭିତରକୁ ପଶିଯାଏ, ଆଉ ଯେଉଁ ବିଛଣାରେ ସେ ଅଞ୍ଜଳି ସହିତ ରାତି କାଟେ ସେହି ବିଛଣାରେ ଅଜୟ ଉଲଗ୍ନ ହେଇ ଶୋଇ ରହିଥାଏ। ଅଜୟ ରାହୁଲକୁ ଦେଖି ତୁରନ୍ତ ପ୍ୟାଣ୍ଟ ସାର୍ଟ ପିନ୍ଧି ପକାଇ ଦୌଡ଼ି ପଳାଇଯାଏ। ରାହୁଲ ରାଗିଯାଏ, କିନ୍ତୁ ଅଞ୍ଜଳି ରାହୁଲର ଗୋଡ଼ ତଳେ ପଡ଼ିଯାଏ ଆଉ କ୍ଷମା ପ୍ରାର୍ଥନା କରେ। ଆଉ କେବେ ଏମିତି ଭୁଲ ନ କରିବାକୁ ପ୍ରତିଶ୍ରୁତି ବି ଦିଏ। ରାହୁଲ ବି 2 ଛୁଆଙ୍କ ମୁହଁକୁ ଚାହିଁ ତାକୁ କ୍ଷମା କରିଦିଏ, କିନ୍ତୁ ଅଞ୍ଜଳିଠୁ ମୋବାଇଲଟା ସବୁଦିନ ପାଇଁ ନେଇଯାଏ। ଏମିତିରେ କିଛି ଦିନ ବିତିଯାଏ। ଅଞ୍ଜଳି ଅଜୟକୁ ଆଉ ଅଜୟ ଅଞ୍ଜଳିକୁ କେବେ ବି ଭୁଲି ପାରିନଥାନ୍ତି। ବିଛଣା ଉପରେ ବିତେଇଥିବା ସେ ମୁହୂର୍ତ୍ତକୁ କେମିତି ଭୁଲି ପାରିଥାନ୍ତେ 2 ଜଣ। ଶେଷରେ ଅଜୟ ଲୁଚି ଲୁଚି ଆସେ, ଆଉ ଅଞ୍ଜଳିକୁ ଗୋଟେ ନୂଆ ମୋବାଇଲ ଦିଏ। ଆଉ ଉଭୟ ବି ଯୋଜନା କରନ୍ତି ଏ 2 ଜଣ ଏକାଠି ହେବାକୁ ହେଲେ ରାହୁଲକୁ ଦୁନିଆରୁ ହଟେଇବାକୁ ପଡ଼ିବ। ଆରମ୍ଭ ହୋଇଯାଏ ଯୋଜନା, ଆଉ ସବୁ କାମ ଯୋଜନା ଅନୁସାରେ ଚାଲିବା ଆରମ୍ଭ କରେ। ଅଜୟ ରାହୁଲକୁ ଦେଖି କ୍ଷମା ପ୍ରାର୍ଥନା କରେ, ଆଉ ସବୁ ଭୁଲ ନିଜେ ମାନିନିଏ। ସରଳ ବିଶ୍ୱାସ ରାହୁଲ ବି ଅଜୟ ଉପରେ ଭରସା କରିନିଏ। ଦିନେ ଅଜୟ ଗାଡ଼ି ଭଡ଼ାରେ ନେବାକୁ ରାହୁଲକୁ ସାଙ୍ଗରେ ଡାକି ନେଇ ଗୋଟେ ସୁନସାନ ଜାଗାକୁ ନେଇଯାଏ, ଆଉ ରାହୁଲକୁ ଗୁଳି କରି ହତ୍ୟା କରିବା ପରେ ସେ ଅଜଣା ଜାଗାରେ ଗୋଟେ ବୁଦାମୂଳେ ଫିଙ୍ଗି ଦେଇ ପଳାଇ ଆସେ। ଏପଟେ ଅଞ୍ଜଳି ଯେତେବେଳେ ଜାଣେ ସ୍ୱାମୀ ରାହୁଲ ସବୁଦିନ ପାଇଁ ଏ ଦୁନିଆରୁ ଚାଲିଯାଇଛି, ସେ ମନେ ମନେ ସିନା ଭାରି ଖୁସି ହୋଇଯାଏ, ହେଲେ ସ୍ୱାମୀ ନିଖୋଜ ହେବାର ନାଟକ କରିଚାଲେ। ଥାନାକୁ ଯାଇ ସ୍ୱାମୀ ନିଖୋଜ ହେବାର ଅଭିଯୋଗ ବି କରେ। ପୋଲିସ ତଦନ୍ତ ଆରମ୍ଭ କରେ, ଆଉ ରାହୁଲର ମୋବାଇଲକୁ ଟ୍ରାକ୍ କରିବାକୁ କଲ୍ ଡିଟେଲ୍ସ ବି ବାହାର କରେ। ଶେଷ କଲ୍ ଅଜୟର ଥିବା ଜାଣି ଅଜୟର କଲ୍ ଡିଟେଲ୍ସ ବି ପୋଲିସ ବାହାର କରେ। ହେଲେ ଅଜୟର କଲ୍ ଅଞ୍ଜଳିକୁ ଅନେକ ଥର ହୋଇଥିବାର ଜାଣି ପୋଲିସକୁ ସନ୍ଦେହ ହୁଏ, ଆଉ ପୋଲିସ ଶେଷରେ ଅଞ୍ଜଳି ଆଉ ଅଜୟକୁ ଥାନାକୁ ଆଣି ପଚରା ଉଚରା କଲାବେଳେ ସବୁ ସତ ସାମ୍ନାକୁ ଆସିଯାଏ। ପୋଲିସ ଅଜୟକୁ ସାଥିରେ ନେଇ ରାହୁଲର ସେହି ପଚାସଢ଼ା ଶବକୁ ଜବତ କରେ, ଆଉ ପୋଷ୍ଟମର୍ଟମ ପାଇଁ ପଠାଇ ଦିଏ। ଏପଟେ ଅଜୟ ସହିତ ଅଞ୍ଜଳିକୁ ବି ଜେଲ୍ ହାଜତକୁ ପଠାଇ ଦିଏ। କ'ଣ ଭାବୁଛନ୍ତି ଇଏ ହେଉଛି ଆମ ପ୍ରେମ? ନା ଆଜ୍ଞା, ପ୍ରେମ ନାଁରେ ଇଏ କେବଳ ଶାରୀରିକ ଆଟ୍ରାକ୍ସନ୍। ପ୍ରେମ ନାଁରେ ନିଜ ଜୀବନକୁ ବର୍ବାଦ କରିବା। ସ୍ୱାମୀ 2 ଛୁଆଙ୍କୁ ନେଇ ହସ ଖୁସିର ସଂସାର ଅଞ୍ଜଳିକୁ
ଭାରି ଗନ୍ଧଉଥିଲା ଯେ ନିଜ ସୁନ୍ଦରତାର ଫାଇଦା ଉଠାଇ ଆଉ ଜଣଙ୍କ ସହ ପ୍ରେମ ସମ୍ପର୍କ ରଖିବା ଆରମ୍ଭ କଲା। ଶେଷରେ ପରିଣତି ଯାହା ହେଲା ଆପଣଙ୍କ ସାମ୍ନାରେ। ଅଞ୍ଜଳି ଭଳି ଏମିତି ଯୁବତୀକୁ କ'ଣ କହିବେ ଆଜ୍ଞା? ମୁଁ ତ ନିଜେ ଜାଣିପାରୁନି କ'ଣ କହିବି। ଆପଣ ନିଜେ କମେଣ୍ଟ କରି କୁହନ୍ତୁ, ଏଇ ଅଞ୍ଜଳି ଭଳି ଝିଅ ଆଉ ଅଜୟ ଭଳି ପୁଅକୁ କେମିତି ଦଣ୍ଡ ମିଳିବା ଦରକାର। ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ କାହାଣୀ ସବୁଦିନ ରାତି 9ଟାରେ ଦେଖିବାକୁ ଜମାଇ ଭୁଲିବେନି। ଯଦି ଭଲ ଲାଗିବ ନିଶ୍ଚିତ ସେୟାର କରିବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।